ନବମରେ ଶନି ରହୁଛନ୍ତି ମୀନ ରାଶିରେ। ଯଦି ନବମରେ ଶନି ମୀନ ରାଶିରେ ରହୁଥିବାରୁ ଲୋକଙ୍କ ମନରେ ଅବିଶ୍ୱାସ, କ୍ରୂରତା, ଶଠତା, ଠକାମି ଏହି ମନୋବୃତ୍ତି ଗୁଡ଼ାକ ଲୋକଙ୍କର ବୃଦ୍ଧି ପାଇବ। ଦ୍ୱାଦଶ ଏବଂ ଜନ୍ମ ବୃହସ୍ପତି ମଧ୍ୟ କେବେ ହେଲେ ଭଲ ନୁହଁ। ବିରୋଧୀ ଦଳମାନଙ୍କ ଭିତରେ ବିଭେଦ ଏବଂ ଏକତ୍ରିତ ଉଭୟ ପ୍ରକାର ସଂଗଠିତ ହେବ। ଯେଉଁ ଯୁଦ୍ଧ ଆମର ଚାଲିଛି ସେ ଯୁଦ୍ଧ ଏକ ଦୀର୍ଘସ୍ଥାୟୀ ଯୁଦ୍ଧରେ ପରିଣତ ହୋଇଯିବ। ମିଥୁନ, ସିଂହ, କନ୍ୟା, ବିଛା ଏବଂ ଧନୁ, ମୀନ ଏହି ରାଶି ଜାତ ବ୍ୟକ୍ତିମାନଙ୍କର ଚଳିତ ବର୍ଷ ଆର୍ଥିକ ଲାଭ ହେବ। ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ତେବେ ଆଜିଠାରୁ ଓଡ଼ିଶାର ସମସ୍ତ ପାଞ୍ଜି ଆଜିଠାରୁ ଚଳନ ହେବ ଏବଂ ଯେଉଁ ପାଞ୍ଜିକୁ ନେଇକରି ଅନେକ ଆଶାବାଦୀ ଅଛନ୍ତି ଯେ ବର୍ଷଟି କେଉଁଭଳି ଭାବରେ କଟିବ। ରାଜନେତା ଠାରୁ ଆରମ୍ଭ କରିକିରି କ୍ରୀଡ଼ାବିତ ପର୍ଯ୍ୟନ୍ତ ଏବଂ କୃଷକ ଠାରୁ ଆରମ୍ଭ କରିକିରି କୁନି କୁନି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିବ ଯେ କେମିତି ବର୍ଷଟି କଟିବ। ସବିଶେଷ ଆଲୋଚନା କରିବା ଆମ ସହିତ ବରିଷ୍ଠ ଜ୍ୟୋତିର୍ବିଦ ଡକ୍ଟର ହରିଶଙ୍କର ମିଶ୍ର ଅଛନ୍ତି। ସାର୍ଙ୍କ ସହିତ ଆଲୋଚନା କରିବା ଯେ ବର୍ଷଟି କେଉଁଭଳି ଭାବରେ ଆପଣଙ୍କ ପାଇଁ କଟିବ ଏବଂ କ'ଣ ରହିଛି ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରୁଛି ଏବଂ ରାଜନୀତି ସ୍ତରରେ କ'ଣ ଭାଗ୍ୟ ନିର୍ଦ୍ଧାରଣ କରୁଛି ଏବଂ ଭାରତବର୍ଷ ପାଇଁ ମଧ୍ୟ କ'ଣ ଅଛି। ସବିଶେଷ ଆଲୋଚନା କରିବା ଆମ ସହିତ ସାର୍ ଅଛନ୍ତି ଡକ୍ଟର ହରିଶଙ୍କର ମିଶ୍ର। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ ଆପଣଙ୍କୁ ଧରିତ୍ରୀ ଲାଇଭ୍ରେ। ଆଜି ହେଉଛି ପବିତ୍ର ଓଡ଼ିଆ ନବବର୍ଷ। ସାର୍ ନବବର୍ଷରେ କ'ଣ ବାର୍ତ୍ତା ରହିବ ସାରା ଦର୍ଶକ ଆମର ଦେଖୁଛନ୍ତି ସେମାନଙ୍କୁ କ'ଣ କହିବେ? ରାଜନୈତିକ ସ୍ତରରେ କ୍ରୀଡ଼ାବିତଙ୍କ କେମିତି ରହିବ, କୃଷକମାନଙ୍କ ପାଇଁ ଯେଉଁମାନେ ରହିଛନ୍ତି ସେମାନଙ୍କ ପାଇଁ ବର୍ଷଟି କେମିତି ରହିବ ଏବଂ ଓଡ଼ିଶାର ଭାଗ୍ୟ କ'ଣ ନିର୍ଦ୍ଧାରଣ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଭାଗ୍ୟ ମଧ୍ୟ କ'ଣ ନିର୍ଦ୍ଧାରଣ କରୁଛି। ଆଜି ସୂର୍ଯ୍ୟ ଅଶ୍ୱିନୀ ନକ୍ଷତ୍ର ମେଷ ରାଶିକୁ ପ୍ରବେଶ କରିବେ। ତେଣୁ ଏହି ସଂକ୍ରାନ୍ତିର ନାମ ମେଷ ସଂକ୍ରାନ୍ତି କୁହାଯାଏ, ମହାବିଷୁବ ସଂକ୍ରାନ୍ତି କୁହାଯାଏ ଏବଂ ଏହାର ଅନ୍ୟ ନାମ ହେଉଛି ପଣା ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ପ୍ରତ୍ୟେକ ଗୃହୀମାନେ ନିଜର ଅଗଣାରେ ବା ବାଡ଼ିରେ ଥିବା ତୁଳସୀ ଗଛ ପାଖରେ ମାସ ସାରା ଜଳଧାରା ଦେବା ପାଇଁ ଘଡ଼ି ଏବଂ ଛାୟା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥାନ୍ତି। ଏହି ମାସଟି ଆମର ସୂର୍ଯ୍ୟ ମେଷ ରାଶିରେ ରହୁଥିବାରୁ ଏହି ମାସର ଜାତ ବ୍ୟକ୍ତିମାନଙ୍କର ରବି ସଦା ସର୍ବଦା ଉଚ୍ଚରେ ରହିବେ, କାରଣ ରବି ହେଉଛି ମେଷେ। ଆମେ ଯଦି ଦେଖିବା ଏ ବର୍ଷ ମଧ୍ୟରେ ଫଳ କ'ଣ ହେବ ବୋଲି ଆମେ ଯଦି ରାଜ୍ୟ କଥା ଚିନ୍ତା କରିବା, ଗ୍ରହ ସ୍ଥିତିରୁ ଯାହା ଜଣାପଡ଼ୁଛି ଆମର ଓଡ଼ିଶାର ରାଶି ହେଉଛି କର୍କଟ। ନବମରେ ଶନି ରହୁଛନ୍ତି ମୀନ ରାଶିରେ। ଯଦି ନବମରେ ଶନି ମୀନ ରାଶି ରହୁଥିବାରୁ ଲୋକଙ୍କ ମନରେ ଅବିଶ୍ୱାସ, କ୍ରୂରତା, ଶଠତା। ଆମର ବର୍ତ୍ତମାନ ଦ୍ୱାଦଶରେ ରହିଛନ୍ତି ବୃହସ୍ପତି ମିଥୁନ ରାଶିରେ। ଜୁନ୍ ମାସ ପରେ ସେ କର୍କଟ ରାଶିକୁ ଯିବେ, ତାପରେ କିଛି ଦିନ ପାଇଁ ସିଂହ ରାଶିକୁ ଯାଇକି ପୁନଶ୍ଚ କର୍କଟ ରାଶିକୁ ଆସିବେ। ଦ୍ୱାଦଶ ଏବଂ ଜନ୍ମ ବୃହସ୍ପତି ମଧ୍ୟ କେବେ ହେଲେ ଭଲ ନୁହଁ। ତେଣୁ ଆମର ରାଜ୍ୟରେ ବିରୋଧୀ ଦଳମାନଙ୍କ ଭିତରେ ବିଭେଦ ଏବଂ ଏକତ୍ରିତ ଉଭୟ ପ୍ରକାର ସଂଗଠିତ ହେବ। କେଉଁ ବିରୋଧୀ ଦଳ ଅନ୍ୟ ବିରୋଧୀ ଦଳ ସହ ମିଶିବେ ବା କେଉଁ ବିରୋଧୀ ଦଳ ଅନ୍ୟ ବିରୋଧୀ ଦଳ ଠାରୁ ଅଲଗା ହେବେ, ଏଇଭଳି ଏକ ରାଜନୈତିକ ହଟଚମଟ ଚାଲିବ। ଶାସନ ଉପରେ ଲୋକଙ୍କର ଆସ୍ଥା ଆସିବ ନାହିଁ। ଶାସନ ଉପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବେ ଏବଂ ଏହି ସଂକ୍ରାନ୍ତି ପରଠାରୁ ନିଶ୍ଚିତ ଭାବରେ କିଛି ମନ୍ତ୍ରିମଣ୍ଡଳ ଭିତରେ ଅଦଳ ବଦଳ ହେବାର ମଧ୍ୟ ସୂଚନା ମିଳୁଛି। ଯଦି ଆମେ ଭାରତ କ୍ଷେତ୍ରରେ ଦେଖିବା ତାହେଲେ ଆମେ ତାହା ମଧ୍ୟ ଭାରତ ରାଶି କର୍କଟ ହୋଇଥିବାରୁ ଯେହେତୁ ଏ ବର୍ଷ ସାରା ଅଗ୍ନି ହନୁମାନଙ୍କ ଲାଙ୍ଗୁଳରେ ରହିଛି, ଅଗ୍ନି ଭୟ, କ୍ଷେପଣାସ୍ତ୍ର ଭୟ ଏବଂ ସର୍ବୋପରି ବିମାନ ବା ଜଳ ଯାତ୍ରୀମାନଙ୍କର ଦୁର୍ଘଟଣା ଅନେକ ଘଟି କିଛି ଧନଜୀବନ ହାନି କରାଇବ। କୌଣସି ବିଶିଷ୍ଟ ଲୋକଙ୍କର ମଧ୍ୟ ଅକାଳ ଅସ୍ୱାଭାବିକ ମୃତ୍ୟୁ ଆମ ଦେଶ ନିଶ୍ଚିତ ଭାବରେ ଏ ବର୍ଷ ଦେଖିବ। ଆହୁରି ଗୋଟିଏ ବଡ଼ କଥା ହେଉଛି ଯେ ଯେଉଁ ଯୁଦ୍ଧ ଆମର ଚାଲିଛି ସେ ଯୁଦ୍ଧ ଏକ ଦୀର୍ଘସ୍ଥାୟୀ ଯୁଦ୍ଧରେ ପରିଣତ ହୋଇଯିବ। ଯଦି ବା କ୍ଷେପଣାସ୍ତ୍ର ଯୁଦ୍ଧ କମିଯିବ, କୂଟନୈତିକ ଯୁଦ୍ଧଟା ବଢ଼ିଯିବ। ଦରଦାମ ଅତିଷ୍ଠରେ ବଢ଼ିଯିବାରୁ ଲୋକମାନେ ଅତିଷ୍ଠ ହେବେ, ଟିକସ ହାର ବଢ଼ିବ ଏବଂ ଲୋକମାନେ ଜନ ଅସନ୍ତୋଷ ପ୍ରବଳ ମାତ୍ରାରେ ବଢ଼ିବ। ଯଦି ଆମେ କୃଷି କଥା ଦେଖିବା ତାହେଲେ ଗତ ବର୍ଷ ଯେଉଁ ଫସଲ ଆମ ଧାନ ଫସଲ ମୁଖ୍ୟ ବୋଲି ଆମେ ଧରିଥିବା ସେ ଧାନ ଫସଲ କିଛି କାଂଶରେ କମିଯିବ। ଗତ ବର୍ଷକୁ ଯଦି ଆମେ 100% ଧରିବା, ଚଳିତ ବର୍ଷ 70% ଭାଗ ହେବ। କିନ୍ତୁ ମାଛ ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଉତ୍ପାଦନ ଚଳିତ ବର୍ଷ ଭଲ ହେବ। କିନ୍ତୁ ଦରଦାମ କିନ୍ତୁ ବୃଦ୍ଧି ଫଳରେ ଲୋକମାନେ ନିଶ୍ଚିତ ଭାବରେ ଅସ୍ତବ୍ୟସ୍ତ ହୋଇପଡ଼ିବେ ଏବଂ ଆମର ରାଜ୍ୟରେ ମଧ୍ୟ ଅଗ୍ନିଭୟ, ବନ୍ୟାଗ୍ନି ଭୟ
ଏବଂ विविध प्रकार अंशुघात आदि निश्चित भाव देखा लोकमानଙ୍କର रौद्रताप निश्चित भाव लोक डहल विकल कराइब यही सब रही बेले आमे जदि जदि व्यक्तिगत राशि हिसाब से आमे देखिबा ताहले आमर चलित वर्ष मिथुन सिंह कन्या बिच्छा एवं धनु मीन यही राशि जात व्यक्ति मानकर चलित वर्ष आर्थिक लाभ हब बा आय तुलन में व्यय कम हबारु से माने किछि धन संचय करिवे अन्य से टिके आय अपेक्षा व्यय अधिक हो पारे बा आय व्यय समान हो पारे ग्रह स्थित आम जहाँ जना पड़ी चलित वर्ष से भाई राशि अनुजाई जेहेतु बृहस्पति मिथुन अच्छा कर्कट को जी तब सिंह को जी पुनश्च फेरवे से अनुसार गोचर फल मिल किंतु चलित वर्ष कौन सी सूर्यपराग बा चंद्रग्रहण संगठित हेब नाही जहाज की संगठित हो ताहा ओडिशा बा भारत को दृश्यमान हेब नाही चाषी मान तो निश्चित भाव में 70 भाग फसल अमल हवा फल पूर्व आय ठारू निश्चित भाव किसी कमिब कि अन्य फसल डाली जातीय फसल बा माछरे भल आय हबार से रे क्रीड़ाविद मानी वर्षटी सेते उत्साहप्रद ना निरुत्साहित तो करिब नाही क्रीड़ाविद मानकर मनोबल बढ़ जो छात्र छात्री कथा बुझा छात्र छात्री मैंने पाठे से वर्ष मन देवे ना से बहुत असत मार्ग को जावाई चेष्टा करेंगे एवं स्कूल बा विद्यालय मानक पाठ पढ़ारे से भली किसी उन्नति परिलक्षित हेब नाही जहाँफल कि जो विद्यार्थी माने सब पाठ पढ़ुवे से माने केवल पाठरू सर्टिफिकेट हासिल करने से पाठ पढ़े कि ज्ञानर से भाई किसी उन्नति परिलक्षित हेब नाही आउ सबुठ बड़ कथा ये वर्ष मध्य आमर शिक्षा विभाग जो मैंने अच्छा नियोजित अच्छा से बारंबार आंदोलन धमक देवे और आंदोलन करेंगे एवं महिला मान क्षेत्र में आम देखा ताले महिला माने सरकार पर संतुष्ट हुए ना से बारंबार विक्षोभ एवं धर्मघट आदि सामिल हेबे। धन्यवाद सर निहाती भाव में आप सविशेष तथ्य शुणुले चलित वर्ष आज जो वर्ष आरंभ होती ये वर्षटी सेते मात्रा प्रभावपूर्ण नाही जो भाव में सार वर्णना कले कि वर्षटी राजनीतिक क्षेत्र में अस्थिरता लगी सरकार जनसाधारण भरोसा विश्वास तुटिब एवं मध्यप्राच्य चली युद्ध हुई तो क्षेपणास्त्र युद्ध बंद हो पारे किंतु कूटनीतिक युद्ध चलो जो दरदाम वृद्धि हे और अंपटे क्रीड़ाविद मैंने से आशानुरूप सफल पाइबेनी किंतु जो भाव में चाषी मान कथा कहले खास कर जो मैंने मत्स्य चाष कर डाली जातीय चाष कर लाभान्वित हेबे और अंपटे छात्र छात्री मानी विशेष भाव में फल वर्षटी से शुभमय ना कारण छात्र छात्री मैंने केवल फोकस रही चिंता रही भाव में आम सर्टिफिकेट हासिल करूँ दस्तावेज हासिल करूँ यार नजर रबे जहाँ भी होना कहीं आम समस्ते हिंदू धर्म अवलंबी और हिंदू धर्म को आम विश्वास रखे आम आराध्य देवता महाप्रभु जगन्नाथ निकट में आम प्रणिपात करी वर्षटी के भाव में सुखमय हम से आम कामना करवा पूर्व कैमरा पर्सन सुनील जेना सहित तुषार नायक धरित्री लाइव। এই ভিডিওটি আপনাଙ୍କୁ কেমিতি লাগিলা কমেন্ট করে জানান্তু। ধরিত্রী লাইভ র यूट्यूब एवं फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।